ରୋହିତ ଶର୍ମା 138 ରନ୍, ବିରାଟ କୋହଲି 75 ରନ୍ ଓ ଶୁଭମ ଗିଲ୍ 77 ରନ୍ କରିଥିଲେ। ଭାରତ ଲଢ଼େଇ କଲା, ସଂଘର୍ଷ କଲା ଓ ମ୍ୟାଚ୍ ମଧ୍ୟ ହାରିଗଲା। ତୃତୀୟ ଦିନିକିଆ ବା ଶେଷ ଦିନିକିଆ ପୂର୍ବରୁ ମ୍ୟାଚ୍ ଥିଲା ଭାରତ ଇଂଲଣ୍ଡ ମଧ୍ୟରେ 1-1। ଗତକାଲିର ମ୍ୟାଚ୍ ଯିଏ ଜିତିଥାନ୍ତା ସିରିଜ୍ ତାହାର ହେଇଥାନ୍ତା, କିନ୍ତୁ ସବୁ ଅପେକ୍ଷାରେ ଅନ୍ତ ଘଟିଲା। ଭାରତ ପରାସ୍ତ ହେଲା, ଇଂଲଣ୍ଡ ବିଜୟ ହୋଇ ସିରିଜ୍ କବ୍ଜା କଲା। ହଁ ଦର୍ଶକ ବନ୍ଧୁ, ଲର୍ଡସ୍ ଗ୍ରାଉଣ୍ଡରେ ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ଖେଳିଲା, ଯେଉଁଥିରେ କି ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଆରମ୍ଭରୁ ବେନ୍ ଡକେଟ୍ ଓ ବେଥେଲ ଭାରତୀୟ ବୋଲରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଦୁଇ ଜଣ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ବଡ଼ ପାର୍ଟନରସିପ୍ କରିଥିଲେ। ବେନ୍ ଡକେଟ୍ 135 ବଲ୍ରେ 141 ରନ୍ କରିଥିଲେ। ତାଙ୍କ ପାଳିରେ ଥିଲା 18ଟି ଚୌକା, ଗୋଟେ ଛକା। ଅନ୍ୟପଟେ ବେଥେଲ 93 ବଲ୍ରେ 91 ରନ୍ କରି ଭାରତୀୟ ବୋଲରଙ୍କୁ ବହୁତ ଚାପରେ ରଖିଥିଲେ। ଏହାପରେ ଜୋ ରୁଟ୍ ମାତ୍ର 48 ବଲ୍ରେ 74 ରନ୍ କରି ଶେଷ ଓଭରରେ ଦ୍ରୁତ ରନ୍ ଯୋଡ଼ିଥିଲେ। ୱିକେଟ୍ କିପର ଜସ୍ ବଟଲର କେବଳ 13 ବଲ୍ରେ 41 ରନ୍ କରି ଭାରତୀୟ ହାତରୁ ମ୍ୟାଚ୍କୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ନେଇଥିଲେ। 50 ଓଭରରେ ଇଂଲଣ୍ଡ 3 ୱିକେଟ୍ ହରାଇ 387 ରନ୍ କରିଥିଲା। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା 2ଟି ୱିକେଟ୍, ପ୍ରିନ୍ସ ଯାଦବ 1 ୱିକେଟ୍ ନେଇଥିଲେ, କିନ୍ତୁ ଅନ୍ୟ ବୋଲରମାନେ କୌଣସି ପ୍ରଭାବ ପକାଇ ପାରିନଥିଲେ। ବିଶେଷ କରି ଗୁର୍ନୁର 10 ଓଭରରେ 97 ରନ୍ ଦେଇଥିଲେ। 388 ରନ୍ର ବଡ଼ ଲକ୍ଷ୍ୟକୁ ପିଛା କରି ଭାରତ ପଡ଼ିଆକୁ ଓହ୍ଲାଇଥିଲା। ଅଧିନାୟକ ଶୁଭମ ଗିଲ୍, ରୋହିତ ଶର୍ମା ଭଲ ଆରମ୍ଭ ଦେଇଥିଲେ। ଶୁଭମ ଗିଲ୍ 77 ରନ୍ କରି ଆଉଟ୍ ହୋଇଥିଲେ। ତାପରେ କ୍ରିଜ୍କୁ ଆସିଥିବା ବିରାଟ କୋହଲି ରୋହିତ ଶର୍ମାଙ୍କ ସହ ମିଶି ମ୍ୟାଚ୍କୁ ଭାରତ ଆଡ଼କୁ ନେଇଥିଲେ। ବିରାଟ କୋହଲି 60 ବଲ୍ରେ 74 ରନ୍ କରି ଆଉଟ୍ ହୋଇଥିଲେ। ରୋହିତ ଶର୍ମା ଆଜି ତାଙ୍କ ନିଜ ପୁରୁଣା ଆକ୍ରମକ ରୂପ ଦେଖାଇଥିଲେ। ସେ 110 ବଲ୍ରେ 138 ରନ୍ କରିଥିଲେ, ଯେଉଁଥିରେ ଥିଲା 17ଟି ଚୌକା, 5ଟି ଛକା। ଯେତେବେଳେ ରୋହିତ ଶର୍ମା କ୍ରିଜ୍ରେ ଥିଲେ ସେତେବେଳେ ଭାରତ ଜିତିବାର ସମ୍ଭାବନା ବହୁତ ଅଧିକ ଥିଲା, କିନ୍ତୁ 138 ରନ୍ରେ ତାଙ୍କ ୱିକେଟ୍ ପଡ଼ିବା ପରେ ମ୍ୟାଚ୍ ମୋଡ଼ ବଦଳିଥିଲା। ତାପରେ ଇଶାନ କିଶାନ 14, ଶ୍ରେୟସ ଆୟର 0, କେଏଲ୍ ରାହୁଲ 12, ଅକ୍ଷୟ ପଟେଲ 2 ରନ୍ କରି ଆଉଟ୍ ହୋଇଥିଲେ। ଏହି ଲଗାତାର ୱିକେଟ୍ ପରେ ଭାରତକୁ ବଡ଼ କ୍ଷତି ପହଞ୍ଚିଥିଲା। ଶେଷରେ ଅର୍ଶଦୀପ ସିଂ 6 ବଲ୍ରୁ 15, ଗୁର୍ନୁର 14 ବଲ୍ରେ 18 ରନ୍ କରିଥିଲେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଭାରତ 50 ଓଭରରେ 7 ୱିକେଟ୍ ହରାଇ 360 ରନ୍ କରିଥିଲା, ଯେଉଁ ମ୍ୟାଚ୍କୁ 27 ରନ୍ରେ ପରାସ୍ତ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ସାମ୍ କରନ୍ ସବୁଠାରୁ ସଫଳ ବୋଲର ଭାବେ ରହିଥିଲେ। ସେ 4ଟି ୱିକେଟ୍ ନେଇ ଭାରତ ମଧ୍ୟକ୍ରମକୁ ବ୍ୟାଟକୁ ଭାଙ୍ଗି ଦେଇଥିଲେ। ଜୋଫ୍ରା ଆର୍ଚର, ଆଦିଲ ରସିଦ ଓ ବେଥେଲ ମଧ୍ୟ ଗୋଟେ ଲେଖାଏଁ ୱିକେଟ୍ ପାଇଥିଲେ। ଏହି ମ୍ୟାଚ୍ରେ ଭାରତ ପରାଜୟର ସବୁଠାରୁ ବଡ଼ କାରଣ ଥିଲା ଖରାପ ବୋଲିଂ ଏବଂ ମଧ୍ୟକ୍ରମର ବ୍ୟାଟିଂ। ରୋହିତ, ଗିଲ୍, କୋହଲି ଭଲ ଖେଳିଥିଲେ, କିନ୍ତୁ ଅନ୍ୟ ବ୍ୟାଟରମାନେ ସାଥ୍ ଦେଇପାରେ ନାହିଁ। ତେବେ ବନ୍ଧୁଗଣ, ଆପଣ ମତାମତରେ ଭାରତ ହାରିବାର ସବୁଠୁ ବଡ଼ କାରଣ କ'ଣ? କମେଣ୍ଟରେ ନିଶ୍ଚିତ କୁହନ୍ତୁ। ବୋଲିଂ ନା ବ୍ୟାଟିଂ? ହଁ ଦର୍ଶକ ବନ୍ଧୁ, ଯଦି ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରି ଦିଅନ୍ତୁ। ନମସ୍କାର।